ଯୁଦ୍ଧ ମଧ୍ୟରେ ଲକଡାଉନ ଭୟ, ଅଶୋକ ଚକ୍ର ସହ ନକଲି ନୋଟିସ୍, ସତ ନା ଏହା ଏପ୍ରିଲ ଫୁଲ୍? ହଁ, ଦେଶରେ ପୁଣି ଥରେ ଲକଡାଉନ ହେବାକୁ ଯାଉଛି କି? ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଏବେ ଏଭଳି ଏକ ମେସେଜ ଭାଇରାଲ ହେଉଛି। ୱାର୍ ଲକଡାଉନ ନୋଟିସ୍ ଶୀର୍ଷକ ଏକ PDF ସେୟାର କରାଯାଉଛି। ଏହା ଏକ ଜରୁରୀକାଳୀନ ଚେତାବନୀ ପରି ମନେ ହେଉଛି। ତେବେ ଅଶୋକ ଚକ୍ର ପ୍ରତୀକ ବହନ କରୁଥିବା ଏହି ଡକ୍ୟୁମେଣ୍ଟଟି ସରକାରୀ ନୋଟିସ୍ ପରି ଦେଖାଯାଉଛି, କିନ୍ତୁ ଲୋକମାନେ ଯେତେବେଳେ ଏହାକୁ ଓପେନ୍ କରିଥିଲେ ପୁରା ସତ ସାମ୍ନାକୁ ଆସିଥିଲା। ଭାଇରାଲ ଡକ୍ୟୁମେଣ୍ଟ ଏକ ସରକାରୀ ନିର୍ଦ୍ଦେଶ ପରି ଦେଖାଯାଉଛି, ଯାହା ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଥିଲା। PDFରେ ଯୁଦ୍ଧ ସମ୍ବନ୍ଧୀୟ ଲକଡାଉନ ଲାଗୁ କରାଯାଇଛି ବୋଲି ଲେଖା ହୋଇଛି ଏବଂ ତୁରନ୍ତ ସତର୍କତା ପାଇଁ ଅନୁରୋଧ କରାଯାଇଛି। ପ୍ରଥମେ ନଜରରେ ନୋଟିସ୍ ଏତେ ବିଶ୍ୱାସଯୋଗ୍ୟ ମନେ ହେଉଛି ଯେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମୀକ୍ଷା ନ କରି ଅନ୍ଧ ଭାବେ ଫରୱାର୍ଡ କରିଥିଲେ। ତେବେ ଏହି PDF ଓପନ୍ କରିବା ପରେ ସତ ପଦାକୁ ଆସିଥିଲା। ଏହା କୌଣସି ସରକାରୀ ସୂଚନା ନଥିଲା, ବରଂ ଏପ୍ରିଲ ଫୁଲ୍ର ବାର୍ତ୍ତା ସହ ଏକ ଇମୋଜି ରହିଥିଲା। ଏହା କେବଳ ଏକ ମଜା ଥିଲା, ଆଉ ଲୋକମାନେ ପ୍ରକୃତ ସତ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପ୍ରିଲ 1 ତାରିଖ ଏହି PDF ଭାଇରାଲ ହେବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ବାସ୍ତବରେ ଏହି ବାର୍ତ୍ତା ଏପ୍ରିଲ ଫୁଲ୍ ଡେରେ ସେୟାର କରାଯାଇଥିଲା, ଯେଉଁଦିନ ଅନେକ ଲୋକ ସୋସିଆଲ ମିଡିଆରେ ଏପରି ଭ୍ରାମତ୍ମକ ପୋଷ୍ଟ ସେୟାର କରନ୍ତି। ଏହା ଲକ୍ଷ୍ୟ କରିବା ଉଚିତ ଯେ ଯୁଦ୍ଧ ସମ୍ବନ୍ଧୀୟ ଲକଡାଉନ ସମ୍ପର୍କରେ ସରକାରଙ୍କ ଦ୍ୱାରା କୌଣସି ଘୋଷଣା କରାଯାଏ ନାହିଁ। ପ୍ରକୃତରେ ସମ୍ପ୍ରତି ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶରେ କୌଣସି ପ୍ରକାରର ଲକଡାଉନ ପାଇଁ କୌଣସି ପ୍ରସ୍ତାବ କିମ୍ବା ବିଚାର କରାଯାଉ ନାହିଁ। ସୋସିଆଲ ମିଡିଆରେ ଏହି ଭାଇରାଲ ପୋଷ୍ଟଟି ଏକ ମଜା ଏବଂ ଏହାକୁ ଭ୍ରାମତ୍ମକ ବୋଲି ବିବେଚନା କରାଯିବା ଉଚିତ। ତେବେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ୟୁଜର୍ସମାନେ ଯେକୌଣସି ମେସେଜ ସୋସିଆଲ ମିଡିଆରେ ଫରୱାର୍ଡ କରିବା ପୂର୍ବରୁ ସର୍ବଦା ସରକାରୀ ଉତ୍ସ ସହିତ ଯାଞ୍ଚ କରିବା ଉଚିତ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।